କଣ ଏତେ ଦିନ ପରେ? ଆରେ ମୁଁ ଆଇଲେ ଏମିତି 3 ଦିନ ହେଲା, ସମୟ ହଉନି ତ ଦେଖା କରିବି। କାମ ତ ଦେଖୁଛୁ ଏଠି ଯା ସେଠି ଏମିତି ସବୁ ଚାଲିଛି ଆଉ। ତୁ ତ ବାହାରେ ରହିଲୁ ଖାଲି ପଇସା କମେଇବା ଚକ୍କରରେ ଆଉ। ନା ବେ ପଇସା କାଇଁ। ଆରେ ରାହୁଲ ଆସିଲେ ମାର୍କେଟ ଯାଇକି ଆସିବା। ଆରେ ଏତେ ଦିନ ପରେ ସାଙ୍ଗଟା ଦେଖା ହେଇଛି ତ, ତା ସାଙ୍ଗେ ଟିକେ ଭଲରେ କଥା ହେଇକି ଯିବି। ତୁ ଯା, ଆଉ କାହାକୁ ନେଇଯିବି? ଆରେ କୁଆ ଡାକୁଥିଲା ଗଲୁନି, ତୁ ଜମା ବଦଳୁନୁ ନା। ଯିଏ ତ ପାଖରେ ଅଛି ତାକୁ ଇମ୍ପୋର୍ଟାଣ୍ଟ ଦବା ନିହାତି ଦରକାର ତୋ ପାଇଁ। ଆରେ ଗପୁଥିଲା ତ ଆମେ ଏମିତି ଗପୁଥିବା। ତ ଚା ଦିଟା ନେଇକି ଆସେ, ଭଲରେ କଥା ହବା। ତୋ ସାଙ୍ଗେ ଅର୍ଜେଣ୍ଟ କଥା ଅଛି। ହଉ ଯା ବୁଝିଲୁ? ଯା ନେଇକି ଆ। କିଏ ଏବେ? ହଁ ପୁଣି କୁଆଡେ ଯିବା? ହଁ ହଁ ନେଇ ଆଉ ଭାଉଜ ଖବର କଣ? ହଁ ଭଲ। କିଏ କଣ କହୁଥିଲି ଅର୍ଜେଣ୍ଟ କଥା ଏମିତି କହୁନୁ? ଆରେ ଜାଣିଛୁ କଣ ହେଇଛି? ଜତେ ଆ ଯିବା। ଆରେ ହଁ ରହ ରହ, ମନେ ପଡ଼ିଲା। ରେ ରାହୁଲ ବହୁତ ଜଲ୍ଦି ଦେଖା ହବ ୟାର, ଗୋଟେ ଅର୍ଜେଣ୍ଟ କାମ ଅଛି, ମୁଁ ଆସୁଛି। ଜଲ୍ଦି ଦେଖା ହବ ସାଙ୍ଗ। ହେ ମୁଁ ଭୁଲି ଯାଇଥିଲି ରେ, ବୁଝିଲୁ। ମୁଁ ସମସ୍ତଙ୍କୁ ମୋ ନିଜର ଓ ଭଲ ସାଙ୍ଗ ଭାବୁଥିଲି, କିନ୍ତୁ ଜାଣିନଥିଲି ଏସବୁ କେବଳ ଛଳନା ଥିଲା। ହୃଦୟରେ ଭରସା କରିଥିଲି ସମସ୍ତଙ୍କୁ। ସମୟ ଆସିଲେ ବୁଝିଲି, ହାତ ମିଶାଉଥିବା ସବୁ ଲୋକ ସାଙ୍ଗ ନୁହନ୍ତି।